ବାକ୍ୟ ଯଥାର୍ଥ ରୂପେ ଆମେ ବ୍ୟବହାର କରିବା ଆମେ ଶିଖିବା ଆମେ ଆଉ ବାଇବଲ ଆମେ ତାଲିମ ପ୍ରାପ୍ତ ଟ୍ରେନିଂ ଯେମିତି ଆମେ ନେଉଛୁ ପ୍ରଭୁଙ୍କ ଦିନ ଆଉ ଆଉ କେଉଁ ଦିନକୁ ସୂଚାଏ ପ୍ରଭୁଙ୍କ ଦିନ ମାନେ ଦ୍ୱିତୀୟ ଆଗମନ ବି ଆମେ ସମସ୍ତେ ଜାଣୁ ସାରା ଜଗତ ଯେଉଁମାନେ ଖ୍ରୀଷ୍ଟିଆନ ସମସ୍ତେ ଜାଣନ୍ତି ପ୍ରଭୁଙ୍କ ଦିନ ମାନେ ଆଉ ଯୀଶୁଙ୍କ ଦ୍ୱିତୀୟ ଆଗମନ ବୋଲି ଆମେ ମାନେ ଜାଣୁ କିନ୍ତୁ ବାଇବଲ ଯଦି ଆଉ ପ୍ରଭୁଙ୍କ ଦିନ ବା ସଦାପ୍ରଭୁଙ୍କ ଦିନ ବୋଲି ଯଦି ଆମେ ତର୍କ କରି ଖୋଜିବା ପ୍ରଭୁଙ୍କ ଦିନ କେବଳ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱିତୀୟ ଆଗମନ ନୁହେଁ ତେଣୁକରି ଆମେ ଆମ ପାଠ ଅନୁସାରେ ସତ୍ୟ ବାକ୍ୟକୁ ଯଥାର୍ଥ ରୂପେ ବ୍ୟବହାର କରିବା ବୋଲି ମୁଁ ଚୟନ କରିଛି ସେଥିମଧ୍ୟରୁ ପ୍ରଭୁଙ୍କ ଦିନ ବୋଲି ଆମେ ନିର୍ଦ୍ଦିଷ୍ଟ ଏକ ଶବ୍ଦ ନିଏ ପୁରାତନ ନିୟମ ଅନୁସାରେ ବା ନୂତନ ନିୟମରେ ଅନେକ କଥା ଆପଣମାନେ ପ୍ରଭୁଙ୍କ ଦିନ ବୋଲି ପାଇପାରିବେ ପ୍ରଭୁଙ୍କ ଦିନ ସବୁ ଆଉ ସର୍ବଦା ସବୁ ସନ୍ଦର୍ଭରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱିତୀୟ ଆଗମନ ବୁଝାଏ ନାହିଁ ତେବେ ପ୍ରଥମେ ଆମେ ଦେଖିବା ଯାହାକି ପୁରାତନ ନିୟମ ଅନୁସାରେ ଏ ସଦାପ୍ରଭୁଙ୍କ ମହାନ ଦିନ ବୋଲି ଲେଖା ଅଛି ଅନ୍ୟ ଶବ୍ଦରେ ଶିଳ୍ପନୀୟ ଏକ ପଢ଼ିବା ଦରକାର ନାହିଁ କେବଳ ବତାଇଲେ ଆପଣ ଲେଖନ୍ତୁ ଏକ ଅଧ୍ୟାୟ 14-15 ଜିସା 13-5 19-1 ତେବେ ଏଇ ଆଉ ପଦମାନଙ୍କରେ ଆମେ ପାଇପାରିବା ଯେ ସଦାପ୍ରଭୁଙ୍କର ମହାଦିନ ନିକଟବର୍ତ୍ତୀ ଆଉ ଅନ୍ଧକାରର ଦିନ ମେଘନାଦର ଦିନ ଆଉ ଘୋର ଅନ୍ଧକାର ଦିନ ବୋଲି ଆମେ ଶିଳ୍ପନୀୟ 1-14 ଆମେ ଦେଖିପାରିବା ଏଇ ସକଳ ଏରା ଯେତେବେଳେ ଆମେ ପଢ଼ିବା ଆମେ ଯୀଶୁ ଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ ନିକଟବର୍ତ୍ତୀ ଲେଖା ଅଛି ଏରା ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱିତୀୟ ଆଗମନ ଆମେ ବ୍ୟାଖ୍ୟା କରିବା ନାହିଁ ଭୁଲ ବୁଝିବା ନାହିଁ କାରଣ ମୁଁ ଲେଖିଲି ଯେ ଯଦି ପୁରାତନ ନିୟମରେ ସଦାପ୍ରଭୁଙ୍କ ଦିନ ପ୍ରଭୁଙ୍କ ଦିନ ନିକଟବର୍ତ୍ତୀ ଯେତେବେଳେ ଆମେ ଦେଖିବା ତେବେ ତା ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ସୂଚାଇବନି କିନ୍ତୁ ପରମେଶ୍ୱର କେତେକ ସମୟରେ ସମୟ କରୁଥିଲେ ଆଉ ଦେଶ ଲୋକମାନଙ୍କୁ ରାଜ୍ୟ ବିରୁଦ୍ଧରେ ଯେତେବେଳେ ଆଉ କୌଣସି ପାପ ଉଠିଲା କିମ୍ବା ପରମେଶ୍ୱରଙ୍କ ବିରୁଦ୍ଧରେ କାର୍ଯ୍ୟ କଲା ତେବେ ପରମେଶ୍ୱର କ'ଣ କଲେ ବିଚାର କଲେ ଦଣ୍ଡ ଦେଲେ ସେଇ ଦିନକୁ ସେଇ ବିଚାର ଦିନକୁ ବା ଦଣ୍ଡ ଦିନକୁ ସଦାପ୍ରଭୁଙ୍କ ମହାଦିନ ସଦାପ୍ରଭୁଙ୍କ ଦିନ ନିକଟବର୍ତ୍ତୀ ବୋଲି ଆମେ ଦେଖିପାରିବା ଯଦି ଜିସାର 19:1 ଆମେ ଦେଖିବା ତେବେ ସଦାପ୍ରଭୁ ମେଘ ମାଳାରେ ମିଶରକୁ ଆରୋହଣ କରି ଆସୁଅଛନ୍ତି ବୋଲି ଆମେ ଦେଖିପାରିବା 19:1 ଅର୍ଥାତ୍ ଆଉ ସଦାପ୍ରଭୁ ପୁରାତନ ନିୟମରେ ମିଶରରେ ମେଘ ଆରୋହଣ କରି ଆସିଲେ ନା ସେମିତି ନୁହେଁ କିନ୍ତୁ ପରମେଶ୍ୱର ସେହି ମିଶରକୁ ବା ଯେକୌଣସି ଦେଶକୁ ଦଣ୍ଡ ଯାଉଥିଲେ ସେହି ଦେଶକୁ ମଧ୍ୟ ସଦାପ୍ରଭୁଙ୍କ ଦିନ ବୋଲି କୁହାଗଲା ଏହା ହେଉଛି ବିଷୟ ଆଉ ଦ୍ୱିତୀୟ ବିଷୟ ଦେଖିବା ଆଉ ଦ୍ୱିତୀୟ ହେଲା ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱିତୀୟ ଆଗମନ ମଧ୍ୟ ଆଉ ପ୍ରଭୁଙ୍କ ଦିନ ବୋଲି କୁହାଯାଏ ଆମେ ଜାଣିପାରିବା ଆଉ ଦ୍ୱିତୀୟ ପିତର 3:10 ପ୍ରଭୁଙ୍କ ଦିନ ଚୋରର ପରି ଉପସ୍ଥିତ ହେବ ସେହି ସମୟରେ ମଣିଷକୃତ ସମସ୍ତ ଆଉ ଦ୍ରବ୍ୟ ଗୁଡ଼ିକ ଅଗ୍ନିରେ ଦଗ୍ଧ ଉତ୍ତରରେ ଆଉ ଜଳିଯିବ ବୋଲି ଆମେ ଦେଖିପାରିବା କେବଳ ଆଂଶିକ ଅନୁକୂଳ ଆଉ ପ୍ରଥମ ତେସଲୋନିକେ 5:1-4 ଅଧ୍ୟୟନ କରିବା ଏ ଭାଇମାନେ ଆଉ ନିର୍ଦ୍ଦିଷ୍ଟ କାଳ ଓ ସମୟ ସମ୍ବନ୍ଧରେ ମୁଁ ତୁମମାନଙ୍କୁ ଲେଖିବା ଆବଶ୍ୟକ ମନେ କରୁନାହିଁ କାରଣ ରାତିରେ ଚୋର ଆସିଲା ପରେ ପ୍ରଭୁଙ୍କ ଦିନ ଯେ ଉପସ୍ଥିତ ହେବ ଏହା ତୁମେମାନେ ଉତ୍ତମ ରୂପେ ଜାଣ ଅର୍ଥାତ୍ ପ୍ରଭୁଙ୍କ ଦିନ ବି ଆମେ ମଧ୍ୟ ପାଇପାରିବା ସେ ପ୍ରଭୁଙ୍କ ଦିନ ହେଲା ଆଉ ଯୀଶୁଙ୍କ ଦ୍ୱିତୀୟ ବିଷୟ ଆମେ ଦେଖିଲେ ଏହା ହେଉଛି ସେ ବିଷୟ ତାପରେ ତୃତୀୟ ବିଷୟ ଦେଖିବା ରବିବାର ଦିନ ମଧ୍ୟ ପ୍ରଭୁଙ୍କ ଦିନ ବୋଲି କୁହାଯାଏ ତିନି ସ୍ତରଟାକି ଆଉ ଡିଭାଇଡ୍ କରିବା ପ୍ରଭୁଙ୍କ ମାନେ ରବିବାର ଦିନ ମଧ୍ୟ ପ୍ରଭୁଙ୍କ ଦିନ ବୋଲି କୁହାଯାଏ ଆଜି ରବିବାର ନାହିଁ ଆଜି ମଧ୍ୟ ପ୍ରଭୁଙ୍କ ଦିନ ବୋଲି କୁହାଯାଏ କେବଳ ଆଉ ଦଣ୍ଡ ବା ବିଚାର କରିବାକୁ ପ୍ରଭୁଙ୍କ ଦିନ ବୋଲି କୁହାଯିବ ନାହିଁ କେବଳ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱିତୀୟ ଆଗମନକୁ ପ୍ରଭୁଙ୍କ ଦିନ ବୋଲି କୁହାଯିବ ନାହିଁ କିନ୍ତୁ ତୁମେ ଆମେ ଦେଖିପାରିବା ଯେ ରବିବାର ଦିନ ମଧ୍ୟ ପ୍ରଭୁଙ୍କ ଦିନ ବୋଲି ଆମେ ଦେଖିପାରିବା ଏଭଳି 10:25 ଆମେ ଅଧ୍ୟୟନ କରିବା ଆଉ ଯେପରିକି ଆମର ଉପାସନା ମଣ୍ଡଳୀ ଉପାସନା ପରିତ୍ୟାଗ କରନ୍ତି ସେ ମାନେ ପରିତ୍ୟାଗ ନ କରୁ କିନ୍ତୁ ଆମେ ମାନେ ପରସ୍ପରକୁ ଉତ୍ସାହ ଦେଉ ଯେତେବେଳେ ତୁମେମାନେ ପ୍ରଭୁଙ୍କ ଦିନ ନିକଟବର୍ତ୍ତୀ ହୋଇ ଆସୁଅଛି ଦେଖ ଲାଷ୍ଟ ଆମେ ଦେଖିବା ଉପରେ ମଣ୍ଡଳୀ ଉପାସନା ପରିତ୍ୟାଗ କରିଥାନ୍ତି କେତେକ ଲୋକମାନେ ସେ ପୁରା ଆମମାନେ କରିବା ନାହିଁ ବୋଲି ପ୍ରେରିତ ପାଉଲ ଏଭଳି ଲୋକମାନଙ୍କୁ ଜଣାନ୍ତି ଆମେ ପାଇପାରିବା ଆଉ ଯେ ଏଇ ତିନୋଟି ବିଷୟ ଯେ ସଦାପ୍ରଭୁଙ୍କ ଦିନ ପ୍ରଭୁଙ୍କ ଦିନ ଯେତେବେଳେ ଆମେ ବାଇବଲ ପଢ଼ିବା ତାକୁ ସର୍ବଦା ମାନେ ସବୁବେଳେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱିତୀୟ ଆଗମନ ନୁହେଁ କିନ୍ତୁ କେତେ ସମୟରେ ଆଉ ବିଚାର ଦଣ୍ଡ ଦେବାକୁ ଯାଉଥିଲେ ତାକୁ ମଧ୍ୟ ପ୍ରଭୁଙ୍କ ଦିନ ବୋଲି କୁହାଗଲା ଯୀଶୁଙ୍କ ଦ୍ୱିତୀୟ ଆଗମନ ମଧ୍ୟ ପ୍ରଭୁଙ୍କ ଦିନ ବୋଲି କୁହାଗଲା ଆଉ ରବିବାର ଦିନ ମଧ୍ୟ ପ୍ରଭୁଙ୍କ ଦିନ ବୋଲି କୁହାଗଲା ଯଦି ସର୍ବଦା ଯଦି ପ୍ରଭୁଙ୍କ ଦିନ ବୋଲି କହିଲେ ଆଉ ପ୍ରକାଶିତ 1:10 ଲେଖାଥାଏ ମୁଁ ପ୍ରଭୁଙ୍କ ଦିନରେ ଆତ୍ମାରେ ଆବିଷ୍ଟ ହେଲି ବୋଲି କହୁଛି
ହେଲେ ଯୀଶୁଖ୍ରୀଷ୍ଟ ଦୁର୍ଗାଗମନ କେବଳ ପ୍ରଭୁଙ୍କ ଦିନ ମିଳିପାରୁଥିଲେ ଆଉ ଯେତେବେଳେ ଯୀଶୁ ଦୁର୍ଗାଗମନ କରିଥିଲେ ସେଦିନ କିଏ ଯେତେବେଳେ ଜନ ଆତ୍ମାଙ୍କୁ ଦେଖିଥିଲେ ସେବେଠୁ ଯୀଶୁ ଆଗମନ କରିଥିଲେ ସେ ଆତ୍ମାର ଆବିଷ୍କାର ହେଲେ ତା ନୁହେଁ କିନ୍ତୁ ତା ବାବା ଦିନ ଥିଲା ଯେତେବେଳେ ଦର୍ଶନ ପାଇଲେ ମାନେ ପ୍ରେରିତ ଜନ ଦର୍ଶନ ପାଇଲେ ଯାହା ପ୍ରକାଶ ପୁସ୍ତକ ଲେଖିଲେ ସବୁ ଯାହା ଦେଖିଲେ ଦର୍ଶନ ଭିଡ଼ିଓ ଦେଖିଲେ ସେ ସବୁ ହବା ଦିନ ଥିଲା ସେ ପ୍ରଭୁଙ୍କ ଦ୍ୱାରା ମାନେ ପ୍ରଭୁଙ୍କ ଆତ୍ମା ଦ୍ୱାରା ଆବିଷ୍କାର ତେଣୁକରି ଏହା ହେଉଛି ଏହି ପ୍ରକାରେ ଆମେମାନେ ସତ୍ୟ ବାକ୍ୟକୁ ଯଥାର୍ଥ ରୂପେ ବ୍ୟବହାର କରିବା ଆବଶ୍ୟକ ଆମେ ସବୁବେଳେ କେବଳ ପ୍ରଭୁଙ୍କ ଦିନ ମାନେ ଯୀଶୁଖ୍ରୀଷ୍ଟଙ୍କ ଦୁର୍ଗାଗମନ ନୁହେଁ ଆଉ ସ୍ୱର୍ଗରାଜ୍ୟ ମାନେ ସ୍ୱର୍ଗରାଜ୍ୟ ସମୀପଟ ବୋଲି ଆମେ ଜାଣିପାରୁ ପିଲା ମାତ୍ର 3:2 ଏ ବାବୁ ଯୀଶୁଖ୍ରୀଷ୍ଟଙ୍କ ଦୁର୍ଗାଗମନ ବୋଲି ଆମେ କରୁ ସେ ନୁହେଁ ଏହା ହେଉଛି ବାକ୍ୟର ସତ୍ୟ ବାକ୍ୟର ଯଥାର୍ଥ ଏହି ପ୍ରକାର ବ୍ୟବହାର କରିବା ତେଣୁକରି ଆମେମାନେ ବାକ୍ୟ ଶିଖିବାକୁ ଆସିଅଛୁ ଆମେ କ'ଣ କରିବା ଦରକାର ବାକ୍ୟକୁ ତଳକୁ ପଢ଼ିବା ଦରକାର କେବଳ ଆମେ ବାକ୍ୟ ଶୁଣିଲେ ହେବ ନାହିଁ ଆମେ ପଢ଼ିବାକୁ ଆସିଛୁ ବାଇବଲକୁ ପଢ଼ିବ ଆଉ ମଧ୍ୟ କାହିଁକି ପ୍ରାପ୍ତ ଏଥିରେ ମୋତେ କୁହାଯାଏ ଯେ ଆଉ କ'ଣ ରାଇଟ୍ କି ଯଥାର୍ଥ କରିବ ବାଇବଲ କି ପ୍ରକାର ବୁଝିବା ବାଇବଲ ସେଇ ପ୍ରଣାଳୀ ଆମେ ଶିଖୁଛୁ କାହିଁକି ମୋତେ ହେଉଛି এই স্থানে তেমনি ଆମେ ଯେତେବେଳେ ବାଇବଲ ଅଧ୍ୟୟନ କରିବା ଆମେ ପଢ଼ିବା ଦରକାର ବାଇବଲ ଆଉ ଅଧ୍ୟୟନ କରିବା ଦରକାର ଯଦି କୌଣସି ପ୍ରଶ୍ନ ଉଠେ ତେବେ ଆମେ ଆଉ ଯେଉଁ ଭାଇ କିମ୍ବା ଭଉଣୀ ଜାଣିଥିବ ପୁରା ଟିକେ ବସେଇଥିବ ତାକୁ ପଚାରିବା ଯଦି ଆମେ ଜାଣିନା ସମସ୍ତ ବାଇବଲ ଜ୍ଞାନ ସମସ୍ତଙ୍କର ସମାନ ନାହିଁ ନା କିଏ କୋଉଟା ଜାଣିଛି କୋଉଟା ଜାଣିନାହିଁ ତେବେ ସାର୍ମାନଙ୍କୁ ପଚାରିବା ଉଦାହରଣ ସ୍ୱରୂପ ଯେତେବେଳେ ନପୁଂସକ ସେ କ'ଣ କରିଥିଲେ ଦିଶା ପ୍ରବାଦୀଙ୍କ ପୁସ୍ତକ ଅଧ୍ୟୟନ କରିକି ସେ ଯାଉଥିଲେ ସେ ବୁଝିପାରିଲେନି ହେଲେ ବୁଝିପାରିନଥିବାରୁ ଆଉ ଯେତେବେଳେ ପିଲାଙ୍କୁ ତାକୁ ପଚାରିଲେ ତୁମେ କ'ଣ ପାଠ ପଢ଼ୁଛ ବୁଝିପାରୁଛ ଆଉ ସେ କ'ଣ କହିଲେ ଆରେ ମୋତେ କିଏ ନ ବୁଝାଇଲେ ମୁଁ କେମିତି ବୁଝିପାରିବି ଆଉ ତାକୁ ଆବଶ୍ୟକ ପଡ଼ୁଥିଲା ଜଣେ ଶିକ୍ଷକ ଆବଶ୍ୟକ ପଡ଼ୁଥିଲା ଆମର ଜୀବନରେ ମଧ୍ୟ ସେ ପ୍ରକାର ଜଣେ ଶିକ୍ଷକ ଆବଶ୍ୟକ ଆଉ ଜଣେ ବକ୍ତବ୍ୟ ଲୋକ ଆବଶ୍ୟକ ତେବେ ଆମମାନେ ବାକ୍ୟ ସ୍ପଷ୍ଟ ଭାବରେ ଆଉ ଯଥାର୍ଥ ଭାବେ ନିର୍ବାଚନ କରିବା ନିମନ୍ତେ ସମର୍ଥ ହେବା ଏ ସବୁ ବାକ୍ୟରେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଯେଉଁମାନେ ଆଉ ନିଜ ଭାବରେ ଶ୍ରବଣ କଲେ ଏହା ମୋର ବାକ୍ୟ ନୁହେଁ ଈଶ୍ୱରଙ୍କ ବାକ୍ୟ ଆପଣମାନେ ଜାଣିଛନ୍ତି ବୁଝିଛନ୍ତି ବୋଲି ମୁଁ ଆଶା କରେ ମୁଁ ପ୍ରାୟ ଲେଖିଛି ଆଉ ସମସ୍ତଙ୍କୁ ଧନ୍ୟବାଦ ଆଉ ମୋତେ ଦେଇଥିବା ସୁଯୋଗ ଭାଇଙ୍କୁ ମଧ୍ୟ